ଜୟ ଶ୍ରୀରାମ ପିଲାମାନେ, ଆଜି ଆମେ ଶୀତ ଋତୁ ବିଷୟରେ ଏକ ରଚନା ଜାଣିବା। ତାହେଲେ ଚାଲ ଷ୍ଟାର୍ଟ କରିବା। ଶୀତ ଋତୁ ବା ଶୀତକାଳୀନ ପଲ୍ଲୀ ଶୋଭା। ପଲ୍ଲୀ ଜୀବନର ମିତ। ବିଚିତ୍ର ବେଶା ସୁବିଶାଳ ଧରିତ୍ରୀ, ପ୍ରକୃତି ରାଣୀର ଏକ ବିରାଟ ରଙ୍ଗାଳୟ। ଏହି ରଙ୍ଗାଳୟର ନିର୍ଦ୍ଦେଶକ ଆପେ ଦେବ ଭାସ୍କର। ଚନ୍ଦ୍ର ତାଙ୍କ ସାଥୀ। ସମୟର ଘୂର୍ଣ୍ଣନ ହିଁ ଏଠି ସୃଷ୍ଟି କରେ ନାଟକୀୟ ପରିବେଶ। ମନୋଜ୍ଞ ଲାଗେ ଏଠି ଷଡ଼ଋତୁର ବିବିଧ ନୃତ୍ୟୋତ୍ସବ। ପ୍ରଚଣ୍ଡ ଉତ୍ତାପ ନେଇ ଆସେ ଗ୍ରୀଷ୍ମ, ପବିତ୍ର ରସଧାରା ନେଇ ଆସେ ବାରିଦ ଶୋଭିତ ବର୍ଷା, ସ୍ନିଗ୍ଧ ସଫେଦ ହାସ୍ୟର ଧାରାମାଖି ଆସେ ଶରତ, ହିମବିନ୍ଦୁ ବହନ କରି ଆସେ ହେମନ୍ତ, ଆଉ ଠିକ୍ ସେହିପରି ହିମ ଶୀତଳ ପବନ ବୁନ୍ଦା ବୁନ୍ଦା କାକରକୁ ସାଥିରେ ଧରି ଆସେ ହିମମୟୀ ଜଗତୀ ଶୀତ। ଶୀତ, ସେ ତ ପଲ୍ଲୀ ଜୀବନର ମିତ। ସାମନ୍ତଙ୍କୁ ଏଇ ଗୀତ ସୁକୋମଳ ତୁଳି ତଳ୍ପରେ ସାଇତ କରାଇ ପ୍ରଦାନ କରେ ଆମୋଦ, ଆଉ ରୋଇତକୁ ଧାରଣ କରାଇ କୃଷିକ୍ଷେତକୁ କରେ ପ୍ରେରଣ। ଦିବସର ଆୟୁଷକୁ ଶୋଷଣ କରି ଧରାରେ ପାଦ ଥାପେ ରାତ୍ରି ବର୍ଦ୍ଧିନୀ ହିମ କଳେବରା ଶୀତ। ଡଙ୍ଗାରେ ଆସେ ଶୀତ। ବର୍ଷକର 12 ମାସ ମଧ୍ୟରୁ ମୁଖ୍ୟତଃ 3 ମାସରୁ କିଛି ଊର୍ଦ୍ଧ୍ୱକାଳ ଧରି ଶୀତ ଅନୁଭୂତ ହୋଇଥାଏ। କାର୍ତ୍ତିକ ମାସର ଡଙ୍ଗା ଭସାରେ ଆସେ ଶୀତ। କାକର କରକାର କୋମଳ ଶୀତୁଆ ସ୍ପର୍ଶ ଦେଇ ଋତୁରାଜ ବସନ୍ତର ଶୁଭ ଆଗମନୀର ସୂଚନା ଦେଇ ଫଗୁଣ ପ୍ରଭାତରେ ବିଦାୟ ଦେଇଥାଏ। ତେଣୁ ବର୍ଷକ ମଧ୍ୟରୁ ମାର୍ଗଶିର, ପୌଷ ଓ ମାଘ ଏଇ 3 ଗୋଟି ମାସ ମୁଖ୍ୟତଃ ଶୀତ ମାସ। ନିର୍ଦ୍ଦେଶକଠାରୁ ନଟ ନଟି ଅଭିନୟରେ ବଳିଯିବା ପରି ସୂର୍ଯ୍ୟ ନିର୍ଦ୍ଦେଶକଙ୍କ କ୍ଷମତାକୁ ହ୍ରାସ କରାଇ ଆସେ ନର୍ତ୍ତନଶୀଳା ଶୀତ। ତଥାପି ସୂର୍ଯ୍ୟଙ୍କ ଭୟରେ ଦିବା ଭାଗରେ ନଥାଏ ତାର ପ୍ରକୋପ। ସୂର୍ଯ୍ୟଲୋକକୁ ଭୟ କରେ ସେ। ସୂର୍ଯ୍ୟାସ୍ତଠାରୁ ସୂର୍ଯ୍ୟୋଦୟର ପହିଲି କିରଣ ପର୍ଯ୍ୟନ୍ତ ରାଜତ୍ୱ କରେ ଶୀତ। ପ୍ରକୃତିର ନୈସର୍ଗିକ ସୁଷମା ସହିତ ହିମକାକରକୁ ସାଥୀ କରି ଦେଖାଏ ତାହାର ପ୍ରଭାବ। ଶୀତ ସକାଳର ସୂର୍ଯ୍ୟସ୍ନାନ। ମାଳୁଣୀ ବୁଢ଼ୀର କୁହୁକ ପରି ହିମକାକର ଭିଜା ଜରତି ଶୀତ କୁହୁକ କଲାପରି କୁହୁଡ଼ି ଛାଇଦିଏ ଚାରିଆଡ଼େ। ସକାଳ ସୂର୍ଯ୍ୟର ଅରୁଣ କିରଣ ଏଇ କୁହୁଡ଼ି ଅନ୍ତରାଳରୁ ଉଙ୍କି ମାରୁ ମାରୁ ସାମାନ୍ୟ ବିଳମ୍ବରେ ଚୁମ୍ବନ କରେ ଧରାପୃଷ୍ଠ। ଚାରିଆଡ଼େ କୁହୁଡ଼ିର ଘନ ଆସ୍ତରଣ। ଜଳଭାଗ ଉପରୁ ଯେମିତି ବାଷ୍ପ ନିର୍ଗତ ହେଲା ପରି ଜଣାଯାଏ। ପଲ୍ଲୀ ପ୍ରାନ୍ତରର ସବୁଜ ଦୁର୍ବାଦଳ ଉପରେ ପଡ଼ିଥାଏ ବିନ୍ଦୁ ବିନ୍ଦୁ ଶିଶିର। ମଞ୍ଜି ଥୁରୁଥୁରୁ ଶୀତୁଆ ରାତି। ଶୀତ ରାତି ନୀରବ ନିସ୍ପନ୍ଦ। ସନ୍ଧ୍ୟା ପରେ ବଢ଼େ ଶୀତର ପ୍ରକୋପ। ପଲ୍ଲୀର ବୃଦ୍ଧ ବୃଦ୍ଧାମାନେ ନିଆଁ ଉହେଇକୁ ଘେରି ବସନ୍ତି। କେହି କେହି ଚୁଲି ମୁଣ୍ଡରେ ଜ୍ୱଳନ୍ତ ଅଗ୍ନିରୁ ଉଷ୍ଣତା ଗ୍ରହଣ କରନ୍ତି। ସନ୍ଧ୍ୟାରୁ ଘେରିଯାଏ କୁହୁଡ଼ି। ଚାରିଆଡ଼େ କାକର ପଡ଼େ। ସଞ୍ଜ ପହରୁ ରୋଷେଇ ଶେଷ ହୁଏ। ଆବାଳ ବୃଦ୍ଧ ବନିତା ସମସ୍ତେ ଲୋଡ଼ନ୍ତି, ଉଷୁମ ଟାଣନ୍ତି। ଧନିକ ଓ ସାମନ୍ତ ଶ୍ରେଣୀର ଲୋକେ ତୂଳି ତଳ୍ପରେ ନରମ କମ୍ବଳ ତଳେ ଉଷୁମ ଟାଣନ୍ତି। ଦରିଦ୍ର ଶ୍ରେଣୀର ଲୋକଙ୍କର ଆଶ୍ରା ହେଁସ କୋତରା ଛିଣ୍ଡା କନ୍ଥା, ଶ୍ୱାନ ପାଉଁଶ ଗଦାରେ ଆଶ୍ରା ନିଏ। ବୃଦ୍ଧି ପାଏ ରାତ୍ରିର ବୟସ, ତା ସହିତ ମଧ୍ୟ ବୃଦ୍ଧି ପାଏ ଶୀତ ଓ କାକର। ତଥାପି ଆରାମଦାୟକ ନିଦ୍ରାରେ ସମସ୍ତେ ଶୋଇଯାନ୍ତି। ରାତ୍ରିର ନିସ୍ତବ୍ଧତାକୁ ବେଳେ ବେଳେ ଭଙ୍ଗ କରି ଶୁଣାଯାଏ କୋକିଶିଆଳୀର ବିକଟ ଚିତ୍କାର। ଶୀତ ଋତୁରେ କୃଷି ଓ କୃଷକ। ଶୀତ ଋତୁ ବସନ୍ତ ପରି ଫୁଲର ଋତୁ ନୁହେଁ, ଏହା ଫସଲର ଋତୁ। ଦିଗନ୍ତ ବିସ୍ତୀର୍ଣ୍ଣ ପୋକ ଧାନ ଓ ହଳଦୀ ଗୁରୁଗୁରୁ ସୋରିଷ ଫୁଲର ଶୋଭା ଦିଶେ ମନୋହର। ପୋକ ଧାନ୍ୟକୁ ଖଳାରେ ଆଣି ଗଦା କରେ କୃଷକ। ଏହି ସମୟରେ ବାରି ବଗିଚାରେ ଦେଖାଯାଏ ଆଳୁ, ମୂଳା, କୋବି, ବାଇଗଣ, କାକୁଡ଼ି, ବିଲାତି ବାଇଗଣ, ବିନ୍, ଭେଣ୍ଡି, ପିଆଜ, ରସୁଣ, କୋଶଳା, ବଥୁଆ ଆଦି ନାନା ଜାତିର ପନିପରିବା। ପ୍ରାଚୁର୍ଯ୍ୟରେ ଭରିଯାଏ ପଲ୍ଲୀ ଜୀବନ। ବର୍ଷକ ପାଇଁ ଧାନ୍ୟ ପାଇଯାଏ କୃଷିବଳ। ଖଳାରେ ବିଜେ କରନ୍ତି ଅନ୍ନଦାତ୍ରୀ ମା ଲକ୍ଷ୍ମୀ। କୃଷକ ଗୃହିଣୀ ହାତରେ ଧବଳ ଝୋଟିରେ ପାଦଚିହ୍ନ। ତଥାପି ଆସନ୍ତି ଅନ୍ନଦାତ୍ରୀ ଅନ୍ନପୂର୍ଣ୍ଣା। ପରିପୂର୍ଣ୍ଣ ହୁଏ ଆମୋଦର ତାଙ୍କ ପୂଜାର୍ଚ୍ଚନା। ଫସଲ କଟାର ମଧୁର ଗାନ ଏବଂ ରବି ଫସଲର ପ୍ରସ୍ତୁତି ଭିତରେ କୃଷକ ଜୀବନ ହୋଇଉଠେ ଅବସରହୀନ। ପୁଣ୍ୟ ପର୍ବର ପିଠାପଣା। ଅନ୍ନଦାତ୍ରୀ ଅନ୍ନପୂର୍ଣ୍ଣାଙ୍କର ଆବିର୍ଭାବ ହେତୁ ଶୀତ ଋତୁରେ ଆସେ ସକଳ ପୂର୍ଣ୍ଣତା। ଖଳାରେ କଳେଇ ଗଦା, ବାରି ବଗିଚାରେ ନାନା ଫସଲ। ଆନନ୍ଦ ଉଲ୍ଲାସରେ ଭରିଯାଏ ପଲ୍ଲୀବାସୀର ଅନ୍ତର। ପ୍ରତି ଗୁରୁବାର ଗୋମୟ ଲେପିତ ଅଗଣା ଦୁଆର କାନ୍ଥରେ ଶୋଭା ପାଏ ପଲ୍ଲୀ ସୀମନ୍ତିନୀର ନିପୁଣ ହସ୍ତର କଳା କୌଶଳ ଝୋଟି ଚିତା। ଘରେ ଘରେ ମାଣବସା ଉତ୍ସବ।
ଅନ୍ନପୂର୍ଣ୍ଣାଙ୍କର ଆବାହନ ଚାଲେ। ନାନା ପିଠାପଣା କରାଯାଏ। ଗୃହିଣୀ କଣ୍ଠରୁ ଶୁଣାଯାଏ ଲକ୍ଷ୍ମୀ ପୁରାଣର ଆଚାର ସଂହିତା। ଏହାପରେ ଏଣ୍ଡୁରି ପିଠାର ସମ୍ଭାର ନେଇ ଆସେ ପ୍ରଥମାଷ୍ଟମୀ। ବଉଳ ଗଇଁଠା ସାଥିରେ ନେଇ ଆସେ ବକୁଳ ଅମାବାସ୍ୟା। ବୁଢ଼ା ଚକୁଳିର ବରା କ୍ଷୀରି ଖେଚୁଡ଼ି ଆଣି ଶାମ୍ବ ଦଶମୀ। ଧନୁ ମୁଆଁ ସାଙ୍ଗରେ ଧରି ଧନୁ ସଂକ୍ରାନ୍ତି ଏବଂ ମକର ଚାଉଳ ଓ ମକର ମେଳାରେ ଉତ୍ସବ ନେଇ ମକର ସଂକ୍ରାନ୍ତି। ବାଗବାଦିନୀ ମା ବାଗଦେବୀଙ୍କ ପୂଜା ଅନୁଷ୍ଠିତ ହୁଏ ଶ୍ରୀ ପଞ୍ଚମୀ ତିଥିରେ। କେତେ ବୁଡ଼ ଅମାବାସ୍ୟା ସଂକ୍ରାନ୍ତି ପୂର୍ଣ୍ଣମୀକୁ ଉତ୍ସବ ମୁଖର କରିଥାଏ ଶୀତ ଋତୁ। ଅଗ୍ନ୍ୟୁତ୍ସବ ପାଳନ କରି ବିଦାୟ ନିଏ ଶୀତ। ଫସଲ ଓ ପ୍ରାଚୁର୍ଯ୍ୟର ଋତୁ। ଶୀତ ଋତୁ ଫସଲ ଓ ପ୍ରାଚୁର୍ଯ୍ୟର ଋତୁ। ଶୀତର ପ୍ରକୋପ ଅସହ୍ୟ ହେଲେ ବି ଉଷ୍ମତା ଏଠି ଉପଭୋଗ୍ୟ। କାଛୁ କୁଣ୍ଡିଆ ଥଣ୍ଡା ଇତ୍ୟାଦି ରୋଗରେ ଲୋକେ ଅତିଷ୍ଠ ହୋଇପଡ଼ନ୍ତି। ଶୀତ ଅଭୁକ୍ତକୁ ଖାଦ୍ୟ ଯୋଗାଏ, ମାତ୍ର ନିରୋଗକୁ ବେଳେବେଳେ ରୁଗ୍ଣ କରିଦିଏ। ପଲ୍ଲୀ ଧରିତ୍ରୀକୁ ଶୀତୁଆ ସକାଳ ପ୍ରମୋଦ ଦିଏ, ମାତ୍ର ଶୀତୁଆ ସଞ୍ଜ ପ୍ରମୋଦ ସୃଷ୍ଟି କରାଏ। ଶୀତ ବିଳାସୀର ବିଳାସ ଆଉ କର୍ମଯୋଗୀର କର୍ମ ପ୍ରେରଣା ଆଳସ୍ୟ ପରାୟଣ ମଣିଷକୁ ନିଷ୍କ୍ରିୟ କରେ ସେ। ତଥାପି ବର୍ଷାର ଆର୍ଦ୍ରତା ଗ୍ରୀଷ୍ମର ରୁକ୍ଷତା ନଥିବାରୁ ଏ ଋତୁ ହୁଏ ଉପଭୋଗ୍ୟ। ସବୁ ସତ୍ତ୍ୱେ ଶୀତ ହେଉଛି ଅନ୍ନ ପାନ ଓ ଅମଙ୍ଗଳର ବିମଳ ଋତୁଟି ଯେ କମ୍ପିତ ଜନପ୍ରାଣୀକୁ ସୂଚାଇ ଦିଏ ବସନ୍ତର ଆଗମନୀ। ତାହେଲେ ପିଲାମାନେ ତୁମକୁ ଏଇ ଶୀତ ଋତୁ ସେଠି କିପରି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣିବ। ଆଉ ଗୋଟେ ଲାଇକ୍ ନିଶ୍ଚୟ କରିବ। ଆଉ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିବ। ଜୟ ଶ୍ରୀରାମ।